ସବୁଠାରୁ ମଜା କଥା ହଉଛି ଆଜ୍ଞା ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେମିତି କୋଉ ଟାଇପ ର କେସ୍ ଟାଣୁଆ କେସ୍ ଗୋଟେ ମର୍ଡର ଆଟେମ୍ପ୍ଟ ରେପ୍ ତାହେଲେ ଅଧିକା ମାଲ ଦଉ ଏ ଖଣ୍ଡିଆ ଖାବରା କମ ମାଲ ଦଉ ହଜାରେ ବଡ ମାନେ ଆଙ୍କର ମୁଁ ଭାବୁଛି ବେଳେ ବେଳେ ପୋଲିସ ଅଧିକାରୀ ଏ ଯୋଉ ଆଇଆଇସି ମାନେ ଥାନାରେ ସବୁ ଅଛନ୍ତି ତାଙ୍କ ପୋଲିସ ଅଛନ୍ତି ମୁଁ ଭାବୁଛି ବୋଧେ ସିଏ ବୋଧେ ସବୁଦିନ ଠାକୁରଙ୍କୁ ପୂଜା କଲା ବେଳେ ଦେଖିବ ସବୁ ମାନେ ଇଏରେ ଯେ ପ୍ରଭୁ ଆଜି ଗୋଟେ ବଡ କେସ୍ ହଉ ଆଜି ବଡ କେସ୍ ହଉ ଆଜି ବଡ କେସ୍ ହଉ 20-30 ହଜାର ଉପରି ଆସୁ ତାଙ୍କର ରାତିରେ ଆପଣ ଦେଖିବେ ଚାକିରି କରିବ ପୋଲିସ ମାଛ ଖାଇବ ଇଲିଶ ମାନେ ମୁଁ ବହୁ ଉଦାହରଣ ଦେଇଦେବି ଯେ ଯୋଉ ପୋଲିସ ମାନେ ତଦନ୍ତ ପାଇଁ ପଇସା ନିଅନ୍ତି ଆରେ ଖାଲି ସେତିକି ନୁହଁ ତମ ଗାଁ ମାନେ ଗାଁଠୁ ଗୋଟେ 20 କିଲୋମିଟର ଦୂରରେ ଆପଣ ଥାନାରେ କେସ୍ କଲେ ସେ ଖାଲି ଗାଁକୁ ଗୋଟେ ଅପରାଧୀ ଘରକୁ ଯିବା ପାଇଁ ବାଟ ଖର୍ଚ୍ଚ ନେବେ ମାନେ ଆଗ ଦେଇଦେବେ ଗାଡି ତେଲ ତାପରେ ମଣିଷ ତେଲ ମାନେ ମାଲ ଟିକେ ତାଙ୍କୁ ଦବ ତାପରେ ଗୋଟେ ଚିକେନ କଷା ତାପରେ ଏତକ ଦେଲା ପରେ 1000-2000 ଟଙ୍କା ଦେଲେ ସେ 3-4 ଜଣ ଗଜପତି ଭଳିଆ ବାହାରିବେ ଦେଖନ୍ତୁ ମୁଁ ଭାବୁଛି ତାଙ୍କ ନାଁରେ ଯଦି ଭିଡିଓ ଥିବ ମୋ ପାଖରେ ଶୋଇବାର ପ୍ରମାଣ ଥିବ ତାହେଲେ ସେ ପ୍ରମାଣ ସିଏ ମଧ୍ୟ ଦେଇଦେଲେ ଆଜି ଗଣମାଧ୍ୟମରେ ହାଇଲାଇଟ ହୁଅନ୍ତା ମୁଖ୍ୟମନ୍ତ୍ରୀ ବର୍ତ୍ତମାନ କାଲକାଟାରେ ନିର୍ବାଚନ ପ୍ରଚାର କରୁଛନ୍ତି ଆମେ ଭଲ ଭାବରେ ଜାଣିଛୁ ଲୋକଙ୍କର ମୁଖ୍ୟମନ୍ତ୍ରୀ ତୁରନ୍ତ ଆପଣଙ୍କ ଗଣମାଧ୍ୟମ ଜରିଆରେ ଖବର ପାଇ ସାଙ୍ଗେ ସାଙ୍ଗେ ହ୍ୱାଟ୍ସଆପ ରେ ମଧ୍ୟ ବହିଷ୍କାର କରିବା ସହିତ ବାନ୍ଧି ନେଇଯିବ ବୋଲି ଆମର ବିଶ୍ୱାସ ରହିଛି ତେଣୁ ହିସାବ କରନ୍ତୁ ଲୁଟିବାକୁ କିଏ ବାଧ୍ୟ କରୁଛନ୍ତି ଆରେ ଲୁଟିବାକୁ ସରକାର ଲାଇସେନ୍ସ ଦେଇଛନ୍ତି ଗୋଟେ ଗୋଟେ ସରକାର କଣ କହୁଛନ୍ତି ଅପରାଧୀଙ୍କର ଲାଇସେନ୍ସ ନବୀକରଣ ହବନି କିନ୍ତୁ ପୁଲିସ ମୁଖା ପିନ୍ଧିକି ଯୋଉ ଅପରାଧ ଚାଲିଛି ଏଇଟା ଅପରାଧ କି ନାହିଁ ଆପଣଙ୍କର କାମ ହେଲା ରକ୍ଷା କରିବ ରକ୍ଷକ ମୁଁ କହିବି ଯେ ମୁଁ ସେ ଆଇଆଇସି କୁ ଦୋଷ ଦେବିନି ସେ ଏସଆଇ କୁ ଦୋଷ ଦେବିନି ଦୋଷ କାହାକୁ ଦେବା ସେ ବିଭାଗର ମୁଖ୍ୟ କିଏ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତେମେ ତେଲ ଦେଇଥିଲେ ତେମେ ଯଦି ଟିକଟ ସାଙ୍ଗେ ସାଙ୍ଗେ ଦଉଥାନ୍ତ ସେ ଆପେ ଆପେ ଯାଇଥାନ୍ତେ ତେମେ ଡେରି କରୁଛ ତେଣୁ ସେ ଆମଠୁ ନଉଛନ୍ତି ତାପରେ ଆମଠୁ ନେଇଗଲେ ଆପଣଠୁ ଯାହା ପାଇଲେ ଲାଭ ଆଉ କଣ ଆଜ୍ଞା ସେ ମହିଳା ଜଣକ ଅଭିଯୋଗ କରିଛନ୍ତି ବୋଲି ଆପଣ ସେଇ ଏସଆଇ କୁ କହୁଛନ୍ତି ମାନେ ମୁଁ ବହୁ ଉଦାହରଣ ଦେଇଦେବି ଯେ ଯୋଉ ପୋଲିସ ମାନେ ତଦନ୍ତ ପାଇଁ ପଇସା ନିଅନ୍ତି ଆରେ ଖାଲି ସେତିକି ନୁହଁ ତମ ଗାଁ ମାନେ ଗାଁଠୁ ଗୋଟେ 20 କିଲୋମିଟର ଦୂରରେ ଆପଣ ଥାନାରେ କେସ୍ କଲେ ସେ ଖାଲି ଗାଁକୁ ଗୋଟେ ଅପରାଧୀ ଘରକୁ ଯିବା ପାଇଁ ବାଟ ଖର୍ଚ୍ଚ ନେବେ ମାନେ ଆଗ ଦେଇଦେବେ ଗାଡି ତେଲ ତାପରେ ମଣିଷ ତେଲ ମାନେ ମାଲ ଟିକେ ତାଙ୍କୁ ଦବ ତାପରେ ଗୋଟେ ଚିକେନ କଷା ତାପରେ ଏତକ ଦେଲା ପରେ 1000-2000 ଟଙ୍କା ଦେଲେ ସେ 3-4 ଜଣ ଗଜପତି ଭଳିଆ ବାହାରିବେ ଇଏ ଗୋଟେ ପରମ୍ପରା ହେଇଯାଇଛି ଆମର କଥା କଣ କି ଧରା ନ ପଡିଲା ଯାଏ ସମସ୍ତେ ସତୀ ଏବେ ଯେମିତି ଭିଜିଲାନ୍ସ ଚଢଉ ହଉଛି ଆରେ ସବୁ ଯାଇ ଖାଉଛନ୍ତି ଯିଏ 4-5ଟା ଯାଉଛି ଆମେ ତାଙ୍କୁ ଚୋର କହୁଛେ ଖାଇଯାଉଛୁ ଇଏ କହୁଛେ ଏଇ ଯୋଉ ଥାନାରେ ଏଇ ଯାତ୍ରା ଚାଲିଛି ତେଣୁ ଆମେ ଯେହେତୁ କହୁଛେ ମୋହନ ମାଝୀଙ୍କ ସରକାର ମୋହନ ମାଝୀ କହିଲେ ମୁଁ ବାଇକ ଦେଇଦେଲି ତେଣୁ ତେଲ ଦେଇଥିଲେ ବୋଧେ ସେ ମାଗିନଥାନ୍ତେ ମୋହନ ମାଝୀ କହିଲେ ମୁଁ ନୂଆ ଗାଡି ଦେଇଦେଲି ପୁରା ଅପରାଧୀ ଖରାପ ଘାଇଁ ଘାଇଁ କରିକି ଚାଲିବ ବଡ ବଡ ସ୍କର୍ପିଓ ଦିଆଯାଇଛି ତେଲ ଦେଇଛନ୍ତି କି ନାହିଁ କାହିଁକି ନା ଆମେ ଥାନା ବାଲାଙ୍କୁ ମୁଁ ଅନେକ ସମୟରେ ମଧ୍ୟ ପଚାରିଛି ଜଣେ ସାମ୍ବାଦିକ ଭାବରେ ମୁଁ ଆଜ୍ଞା ଏଇପଟେ ଆପଣ ଏମିତି ପଇସା ନେବେ ନା ଆଜ୍ଞା ଯେତିକି ତେଲ ମିଳୁଛି ଏଟା 4 ଦିନ ଯାଉଛି ଆମର ଆଉ 26 ଦିନର ଖର୍ଚ୍ଚ ନା 26 ଦିନ ଖର୍ଚ୍ଚ ଆମେ କାହାକୁ ମାଗିବୁ ସରକାରଙ୍କୁ ତ ମାଗି ପାରିବୁନି ଅଲ ଓଡିଶା ସମାନ ନିୟମ ତେଣୁ ହିସାବ କରନ୍ତୁ ଲୁଟିବାକୁ କିଏ ବାଧ୍ୟ କରୁଛନ୍ତି ଆରେ ଲୁଟିବାକୁ ସରକାର ଲାଇସେନ୍ସ ଦେଇଛନ୍ତି ଗୋଟେ ଗୋଟେ ସରକାର କଣ କହୁଛନ୍ତି ଅପରାଧୀଙ୍କର ଲାଇସେନ୍ସ ନବୀକରଣ ହବନି କିନ୍ତୁ ପୁଲିସ ମୁଖା ପିନ୍ଧିକି ଯୋଉ ଅପରାଧ ଚାଲିଛି ଏଇଟା ଅପରାଧ କି ନାହିଁ ଆପଣଙ୍କର କାମ ହେଲା ରକ୍ଷା କରିବ ରକ୍ଷକ କିନ୍ତୁ ଆପଣ ରକ୍ଷକ କରିବେ କେମିତି କେତେ ନ୍ୟାୟ ଦେବା ପାଇଁ ମାଲ ଦବୁ କେଡ ବଡ କେସ୍ ଅନୁସାରେ ସବୁଠାରୁ ମଜା କଥା ହଉଛି ଆଜ୍ଞା ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେମିତି କୋଉ ଟାଇପ ର କେସ୍ ଟାଣୁଆ କେସ୍ ଗୋଟେ ମର୍ଡର ଆଟେମ୍ପ୍ଟ ରେପ୍ ତାହେଲେ ଅଧିକା ମାଲ ଦଉ ଏ ଖଣ୍ଡିଆ ଖାବରା କମ ମାଲ ଦଉ ହଜାରେ ବଡ ମାନେ ଆଙ୍କର ମୁଁ ଭାବୁଛି ବେଳେ ବେଳେ ପୋଲିସ ଅଧିକାରୀ ଏ ଯୋଉ ଆଇଆଇସି ମାନେ ଥାନାରେ ସବୁ ଅଛନ୍ତି ତାଙ୍କ ପୋଲିସ ଅଛନ୍ତି ମୁଁ ଭାବୁଛି ବୋଧେ ସିଏ ବୋଧେ ସବୁଦିନ ଠାକୁରଙ୍କୁ ପୂଜା କଲା ବେଳେ ଦେଖିବ ସବୁ ମାନେ ଇଏରେ ଯେ ପ୍ରଭୁ ଆଜି ଗୋଟେ ବଡ କେସ୍ ହଉ ଆଜି ବଡ କେସ୍ ହଉ ଆଜି ବଡ କେସ୍ ହଉ 20-30 ହଜାର ଉପରି ଆସୁ ତାଙ୍କର ରାତିରେ ଆପଣ ଦେଖିବେ ଚାକିରି କରିବ ପୋଲିସ ମାଛ ଖାଇବ ଇଲିଶ ଠିକ ସେଭଳି ଭାବରେ ଯେତେ ମଦ ଦୋକାନ ଏରିଆରେ ଖୋଲିବ ସେମାନେ ବେଶୀ ଖୁସି କାହିଁକି ଯାହା ଆଉ 20,000-50,000 ରେଟ୍ ବଢିଲା ଯେତେ ଢାବା ଖୋଲିବ ଆଙ୍କର ଖୁସି
ତେଣୁ ଏଇଭଳି ଭାବରେ ଚାଲିଛି। ମୁଁ କହୁଛି ଆପଣଙ୍କୁ ଅତୀତରେ ଚାଲିଥିଲା, କିନ୍ତୁ ଏବେ ସମୟ ଆସିଯାଇଛି ଏଗୁରା ବଦଳିବାର। କିନ୍ତୁ ସେ ଯଦି ଆପଣଙ୍କର ପଇସା ଦରକାର ଏଥିପାଇଁ, ଯେମିତି କହୁଛନ୍ତି ଆପଣ ଫ୍ଲାଇଟ୍ ଟିକେଟ ପାଇଁ ମାଗିଲେ, କରାହେଇଛି ମୁଁ କହିବି ଯେ ମୁଁ ସେ ଆଇଆଇସି କୁ ଦୋଷ ଦେବିନି, ସେ ଏସ୍ଆଇ କୁ ଦୋଷ ଦେବିନି। ଦୋଷ କାହାକୁ ଦେବା? ସେ ବିଭାଗର ମୁଖ୍ୟ କିଏ? ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେମେ ତେଲ ଦେଇଥିଲେ, ତେମେ ଯଦି ଟିକେଟ ସାଙ୍ଗେ ସାଙ୍ଗେ ଦଉଥାନ୍ତ, ସେ ଆପେ ଆପେ ଯାଇଥାନ୍ତେ। ସିଏ ତେମେ ଡେରି କରୁଛ, ସେ ତେଣୁ ମଧ୍ୟ ସେ ଆମଠୁ ନଉଛନ୍ତି, ତାପରେ ଆମଠୁ ନେଇଗଲେ, ଆପଣଠୁ ଯାହା ପାଇଲେ ଲାଭ ଆଉ କଣ। କିନ୍ତୁ ସେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି କି ରାଜ୍ୟ ସରକାରଙ୍କର ପଇସା ଆମ ପାଖକୁ ଆସିବ, କିନ୍ତୁ ଲେଟ୍ ହବ, ତା ପୂର୍ବରୁ ଆପଣ ପଇସା ଦିଅନ୍ତୁ, ଆସିଲେ ଆମେ ଆପଣଙ୍କ ପଇସା ବଢିଆ କଥା, ବଢିଆ କଥା। ଆମେ ଆଗୁଆ ଦବୁ ଯେ କାଗଜ ପତ୍ର ଲେଖିକି ନଉନ। ମୁଁ କହୁଛି ଯେ ଆଜ୍ଞା ରାଜ୍ୟ ପ୍ରମାଣ ଅଛି। ଫୋନ ପେ ଟା ଗୋଟେ ପ୍ରମାଣ ନୁହଁ, କାଗଜ ପତ୍ର। ଫୋନ ପେ ରେ ଆପଣ ମତେ ଗୋଟେ ପଇସା ପଠେଇଲେ, ତେମେ କହିଦବ ଚଣ୍ଡୀ ବାବୁ ଏଇଥିପାଇଁ ପଇସା ନେଇଦେଲେ। ମୁଁ କହିବି ମୋଠୁ 10,000 ଟଙ୍କା ଧାର ନେଇଥିଲା କ୍ୟାସ, କହିଲା ଭାଇ ନାଇଁ ଦେଇଦେ ଫୋନ ପେ ରେ। ଗପ କଣ ମାନେ ଫୋନ ପେ ରେ କଣ ମାନେ? ମୋ କହିବା କଥା ଲିଖିତ ଭାବରେ କାଗଜ ପତ୍ରରେ ନିଅନ୍ତୁ, ଫୋନ ପେ ରେ ନିଅନ୍ତୁ। ଫୋନ ପେ ରେ କାହା ନାଁ ଲେଖା ହେଇଛି? ଓଡିଶା ସରକାର। ଆରେ ଓଡିଶା ସରକାର ଲେଖା ହେଇଛି ଫୋନ ପେ ରେ, ତାମାନେ କଣ ବ୍ୟକ୍ତିଗତ ଭାବରେ ଜଣେ ନେଇଛି? ସେଇଠି ଲେଖା ହେଇଯିବ ଯେ ଯୋଉମାନେ ସରକାର ଗୋଟେ ନିୟମ କରିଦିଅନ୍ତୁ ମୁଖ୍ୟମନ୍ତ୍ରୀ, ଯେ ଯୋଉମାନଙ୍କର ଏମିତି ଆମେ ତ ଡେରିରେ ପଇସା ଦଉଛୁ, ଆଉ ମାସକ ପରେ ପଇସା ମିଳିବ, ତେଣୁ ଯୋଉମାନେ ଅଭିଯୋଗ କରିଥିବେ ନ୍ୟାୟ ପାଇଁ ଯେତେ ତରବର ହଉଛନ୍ତି, ତାହେଲେ ସେମାନେ ଟଙ୍କା ଦେଇ ଦିଅନ୍ତୁ, ପୁଣି ଆମେ ଦେଲା ପରେ ଆପଣଙ୍କ ଟଙ୍କା ଆପଣଙ୍କୁ ଫେରସ୍ତ ହେଇଯିବ। ତାହେଲେ ଲୋକ ଦେଲେ ବି କଷ୍ଟ କିନ୍ତୁ ହୁଅନ୍ତାନି। ପୋଲିସ ଅଧିକାରୀ ଜଣକ ଫେଭର ମାଗିଛନ୍ତି ସେ ମହିଳାଙ୍କୁ, ସେ ଗୋଟେ ଅଭିଯୋଗ ଆଣିଛନ୍ତି। ରାହୁଲ ବୋଲି ଜଣେ ଦେଖନ୍ତୁ, SI ଅଛନ୍ତି, ସେ କହିଛନ୍ତି ଡାଇରେକ୍ଟ କହିଛନ୍ତି ମହିଳାଙ୍କୁ ଯେ ଯଦି ଶୋଇବ ତମେ ଆମ ପାଖରେ ତାହେଲେ ଆମେ ତଦନ୍ତ କରିବୁ। ଏହା କେତେ ଦୂର ଠିକ? ଦେଖନ୍ତୁ ସେ ରେକର୍ଡିଂ ତ ମୁଁ ଦେଖିନି, ଆଉ ଯଦି ଜଣେ କହିଦେଲା, ନାଇଁ ଜଣେ ଅଭିଯୋଗକାରୀ ଯାହା କହିଦେଲା, ଆପଣ ଦେଖିବେ ଏଇ ନିକଟରେ ଆମର ଯୋଉ ଶ୍ଵେତପତ୍ର ପ୍ରକାଶ ପାଇଛି, ଓଡିଶାରେ 60 ରୁ 70 ହଜାର କେସ୍ ହଉଛି ଫଲ୍ସ, ଅଭିଯୋଗ ଭିତ୍ତିହୀନ, ଯାହା ଶ୍ଵେତପତ୍ର ଆସିଛି। ଆମେ ତ ସବୁ ଗୋଟେ ସାମ୍ବାଦିକ ହେଇକି କଣ ସବୁ ଜିନିଷ ତଦନ୍ତ କରିବୁ? କିନ୍ତୁ ସେ ମହିଳା ଜଣକ କହିଲେ ଯେ ପୋଲିସ କହିଲେ ଶୋଇବା ପାଇଁ, ପ୍ରମାଣ ଆମ ପାଖରେ ପ୍ରମାଣ ଅଛି ଯଦି ପ୍ରମାଣ ଅଛି ତାହେଲେ ସାଂଘାତିକ, ତାହେଲେ ତୁରନ୍ତ ତାକୁ ଗିରଫ କରିବା ଦରକାର। କିନ୍ତୁ ଜିନିଷ ହଉଛି ଆପଣ କହିବେ ସିଏ କହିଥିଲେ ମୋ ପାଖରେ ପ୍ରମାଣ ନାହିଁ, ସାଧାରଣତଃ ଭାବରେ କୋର୍ଟ ଆକୁ ବିଶ୍ୱାସ କରିବନି। ତେଣୁ ସେଭଳି କ୍ଷେତ୍ରରେ ଯଦି ଏମିତି ସେ ଗଙ୍ଗାଧର ବାବୁ କରିଥିବେ, ଆମର ଯୋଉ ଶକ୍ତି ମାନଙ୍କର ପାର୍ଟ 2 ଭର୍ସନ ଟା ଗଙ୍ଗାଧର ଥିଲେ ନା, ବୁଝିପାରିଲେ କି ନାଇଁ? ଯୋଉ ଏମିତି ଯୋଉ ବୁଲିଗଲେ ଶକ୍ତିମାନ, ପୁଣି ବୁଲିଗଲେ, ମୁଁ ଭାବୁଛି କଣ କହିଲୁ, ସେ ବୁଲିଗଲେ ପୋଲିସ, ପୁଣି ଏମିତି ଗଲା ବେଳକୁ ମାନେ ବୁଲିଗଲେ ପୋଲିସ, ସେତେବେଳେ ତାଙ୍କର ଦରକାର ଅଫିସ, ଏମିତି ବୁଲିଗଲେ ଗଙ୍ଗାଧର ହେଇଯାଉଛନ୍ତି, ସେତେବେଳେ ତାଙ୍କର ହୋଟେଲ ଖଟ। ତେଣୁ ଦବଙ୍ଗିରି ଛାଡି ଟିକେ ଲବଙ୍ଗିରି କରିବା ପାଇଁ ସିଏ ମଧ୍ୟ ଇଏ କରିଛନ୍ତି। ଦେଖନ୍ତୁ, ଆପଣ ତାକୁ ଲବଙ୍ଗ କୁହନ୍ତୁ, ଗୁଜୁରାତି କୁହନ୍ତୁ, ଯାହାକୁ ଯୋଉ ଅନୁସାରେ ପସନ୍ଦ ହବ, ମୁଁ ଟିକେ ସେ ଭିତରକୁ ଯିବାକୁ ଚାହିଁବିନି। ଏଇଭଳି ଅଫିସର କିନ୍ତୁ ଯଦି ଏଇଭଳି ଭାବରେ ହଉଥିଲେ, ଏମିତି କରିବା ପାଇଁ ଏମାନଙ୍କୁ କାହିଁକି ବହିଷ୍କାର କରି ନ ଦିଆଯାଉଛି? କାହିଁକି ସେମାନଙ୍କୁ ଘରେ ବସେଇ ନ ଦିଆଯାଉଛି? ଦେଖନ୍ତୁ ମୁଁ ଭାବୁଛି ତାଙ୍କ ନାଁରେ ଯଦି ଭିଡିଓ ଥିବ, ମୋ ପାଖରେ ଶୋଇବାର ପ୍ରମାଣ ଥିବ, ତାହେଲେ ସେ ପ୍ରମାଣ ସିଏ ମଧ୍ୟ ଦେଇଦେଲେ ଆଜି ଗଣମାଧ୍ୟମରେ ହାଇଲାଇଟ ହୁଅନ୍ତା। ମୁଖ୍ୟମନ୍ତ୍ରୀ ବର୍ତ୍ତମାନ କାଲକାଟାରେ ନିର୍ବାଚନ ପ୍ରଚାର କରୁଛନ୍ତି, ଆମେ ଭଲ ଭାବରେ ଜାଣିଛୁ ଲୋକଙ୍କର ମୁଖ୍ୟମନ୍ତ୍ରୀ ତୁରନ୍ତ ଆପଣଙ୍କ ଗଣମାଧ୍ୟମ ଜରିଆରେ ଖବର ପାଇ ସାଙ୍ଗେ ସାଙ୍ଗେ ହ୍ୱାଟ୍ସଆପ ରେ ମଧ୍ୟ ବହିଷ୍କାର କରିବା ସହିତ ବାନ୍ଧି ନେଇଯିବ।